ସେପ୍ଟେମ୍ବର ନମସ୍କାର। ନୂଆପଡ଼ା ମଣ୍ଡଳୀର ମୋର ଭାଇ ଭଉଣୀ ମୋର ପରିବାର ଆଜି କେବଳ ମୋର ନାମାଙ୍କନ ଦାଖଲ କରିବାର ଦିନ ନୁହେଁ। ଆଜି ହେଉଛି ନୂଆପଡ଼ା ନିର୍ବାଚନୀ ମଣ୍ଡଳୀରେ ଭବିଷ୍ୟତ ପାଇଁ ଆମର ସାମୂହିକ ଲଢ଼େଇକୁ ଆନୁଷ୍ଠାନିକ ଭାବରେ ଆରମ୍ଭ କରିବାର ଦିନ। ମୁଁ ଏବେ ଭିତରର ଆନୁଷ୍ଠାନିକ ପ୍ରକ୍ରିୟା ସମାପ୍ତ କରିଛି, କିନ୍ତୁ ପ୍ରକୃତ ବିଧାତା ଏକମାତ୍ର ନାମାଙ୍କନ ଯାହା ପ୍ରକୃତରେ ଗୁରୁତ୍ୱପୂର୍ଣ୍ଣ ତାହା ଆପଣମାନଙ୍କ ଠାରୁ ଲୋକଙ୍କ ଠାରୁ ଆସିଥାଏ ଏବଂ ଆପଣମାନେ ସମସ୍ତେ ଜାଣନ୍ତି ଯେ ଆମେ ଏଠାରେ କାହିଁକି ଅଛୁ ଏବଂ ପରିବର୍ତ୍ତନ କେବଳ ଏକ ବିକଳ୍ପ ନୁହେଁ, ବରଂ ଏକ ଆବଶ୍ୟକ ଆବଶ୍ୟକ ଅଟେ। ବର୍ଷ ବର୍ଷ ଧରି ଆମେ ଶାସକ ସରକାର ଏବଂ ବର୍ତ୍ତମାନ ବିଧାୟକ ଠାରୁ ମହାନ ପ୍ରତିଶ୍ରୁତି ଶୁଣିଛୁ। ଭୂମିରେ ବାସ୍ତବତା କ'ଣ ଅଛି? ଦେଖିବାକୁ ଗଲେ ଜଳ ସଙ୍କଟ, ଯେମିତି ଆମେ ଯିବା ସୁନାବେଳିଆ ଉପରକୁ ଗାଁ ଗହଳିକୁ ଅଧିକ ଗ୍ରାମ ସେପଟରେ ଆମର ମା ଭଉଣୀମାନେ ଏବେ ବି ସ୍ୱାସ୍ଥ୍ୟ ପାନୀୟ ଜଳ ପାଇଁ କିଲୋମିଟର ଦୂର ଚାଲି ଯାଉଛନ୍ତି। ସରକାର ସମସ୍ତଙ୍କ ପାଇଁ ପାଇପ୍ ପାଣି ବିଷୟରେ କଥାବାର୍ତ୍ତା ତ କରନ୍ତି, କିନ୍ତୁ କେଉଁଠି ଟ୍ୟାପ୍ ଶୁଖିଲା ପଡ଼ିଛି, ଓନ୍ଲି ବନିଛି ଟ୍ୟାପ୍ ହେଲେ ସେଥିରେ ପାଣି ନାହିଁ। କୋଟି ଟଙ୍କା ଖର୍ଚ୍ଚ ହୋଇଛି ବସୁଧା ଯେମିତି ସ୍କିମ୍ଟା ସରକାର ଚାଲିଥିଲା। ପ୍ରତ୍ୟେକ ଗ୍ରାମରେ ଦେଖିବାକୁ ମିଳେ, ହେଲେ ଟଙ୍କିଟା ଦେଖିବାକୁ ମିଳେ, ପାଣିର ଟ୍ୟାପ୍ ଦେଖିବାକୁ ମିଳେ, ହେଲେ ସେଥିରେ ପାଣି ସପ୍ଲାଏ ବନ୍ଦ, ପୁରା ଠପ୍। ସେଇ ପାଇରେଟ୍ ପାଣି ପିଇ ରୋଗରେ ସଂକ୍ରାମିତ ହେଉଛନ୍ତି ଲୋକମାନେ। ଯେତେବେଳେ ଦୁର୍ନୀତିଗ୍ରସ୍ତ ରାଜକୋଷ ପୂର୍ଣ୍ଣ ହୋଇଯାଇଛି, ଏହା ମୌଳିକ ଶାସନର ବିଫଳତା, ଯାହା ଆମ ପାଇଁ ଏବେ ପ୍ରଥମେ ବିଜେଡ଼ି ସରକାର ଥିଲା ଆଉ ଆମ ଷ୍ଟେଟ୍ ଗଭର୍ଣ୍ଣମେଣ୍ଟ ଅଛି ଓଡ଼ିଶା ସରକାର, ଗୋଟେ ବିଜେପି। ବହୁତ ଜାଗାରେ ଭଙ୍ଗା ରାସ୍ତା ଦେଖିବାକୁ ମିଳେ, ଯେମିତି ନୂଆପଡ଼ା ସହରର ମୁଖ୍ୟ ଟାଉନରୁ ଯେମିତି ଗାଁ ଗହଳିକୁ ଯିବା ନୂଆପଡ଼ା ଟାଉନରୁ ପଞ୍ଚାୟତ ଏରିଆକୁ ଯିବା, ଲୋକାଲ ଏରିଆକୁ ଯିବା, ଯେଉଁଠି ରାସ୍ତାଟା ହେଇଛି, ଏହା ରାସ୍ତା ନୁହେଁ, ଏକ ମୃତ୍ୟୁ ଫାଶ। ପ୍ରତ୍ୟେକ ବର୍ଷାରେ ଯେତେବେଳେ ବର୍ଷା ସିଜନ୍ ଆସେ, ଆମର ସ୍ଥାନୀୟ ଅର୍ଥନୀତି କାଦୁଅ ଏବଂ ଗର୍ବରେ ବୁଡ଼ିଯାଏ, କାଦୁଅ ହୋଇଯାଏ, ଗର୍ତ୍ତରେ ଭରିଯାଏ, ରୋଡ଼ଟା ବୁଡ଼ିଯାଏ। ଆମର ଚାଷୀମାନେ ସେମାନଙ୍କର ଉତ୍ପାଦିତ ସାମଗ୍ରୀ ସମୟ ସମୟରେ ବଜାରକୁ ଆଣିବାକୁ ବହୁତ ସମସ୍ୟା ଦେଖାଯାଇଥାଏ। ମଣ୍ଡିରେ ଆଣି ରଖିବା ଦ୍ୱାରା ବି ପାଣିରେ ଓଦା ହେଇ ଗଜା ହୋଇଯାଏ ଆଉ ପ୍ରକୃତ ମୂଲ୍ୟ ମିଳେ ନାହିଁ। ଏମିତି ହଜାର ସମସ୍ୟା ଦେଖିବାକୁ ମିଳେ ଆମର ଶ୍ରୀ ନୂଆପଡ଼ାରେ। ପ୍ରକୃତରେ କୃଷକ ଯାହା ମିଳିବା କଥା, ଯାହା ମୂଲ୍ୟ କୁଇଣ୍ଟାଲ ପ୍ରତି ମିଳିବା କଥା, ଯାହା ପରିଶ୍ରମର ଫଳ, ଏଟା ମିଳେ ନାହିଁ। କୃଷକ ହତାଶ ହୋଇଯାଏ। ଟୋକନ ତ ବାହାରେ ହୁଏ, ହେଲେ ଦିନ ମାସେ ହୋଇଯାଏ। ଆମର ଚାଷୀମାନେ ସେମାନଙ୍କର ଉଚିତ ପରିଶ୍ରମର ଫଳ ମିଳେ ନାହିଁ। ଯେମିତି ଆଉ ଗୋଟେ କଥା, ଆମର ପିଲାମାନେ ସ୍କୁଲକୁ ଯିବା ପାଇଁ ନିଜ ଜୀବନକୁ
ବିପଦରେ ପକାନ୍ତି। କେମିତି ଗୋଟେ ଲୋକାଲ ସ୍କୁଲରେ ପାଠ ପଢ଼ି ଏମିତି ପ୍ରାଇମେରୀକୁ ପଢ଼ିଲା, ପ୍ରାଥମିକ ପଢ଼ିଲା ପରେ ଏମିତି ହାଇସ୍କୁଲ ଗୋଟେ ଯାଏ, କଲେଜକୁ ଯାଏ, ଯଦି ଲୋକାଲରେ ଭଲ ରାସ୍ତା ନାହିଁ, ଭଲ ସୁବିଧା ନାହିଁ, କଲେଜ ଯିବା ପାଇଁ, ପାଠ ପଢ଼ି ଯିବା ପାଇଁ, ଆସିବା ପାଇଁ, ପିଲାମାନେ ସ୍କୁଲ ଯିବା ପାଇଁ ବିପଦ ପକାନ୍ତି। ଏହା ଭିତ୍ତିଭୂମି ସାଧାରଣ ସୁରକ୍ଷାର ବିଫଳତା ସରକାରଙ୍କର। ଏହି ସମସ୍ୟା ଗୁଡ଼ିକୁ ବହୁତ ସାରା ଦେଖିବାକୁ ମିଳେ। ଯେମିତି ଆଉ ଗୋଟେ ସମସ୍ୟା ରହିଛି ବେରୋଜଗାରୀ, ଯୁବ ବେକାରୀ ଏବଂ ପ୍ରବାସ। ଆମର ମେଧାବୀ ଯୁବକ ଯେତିକି ଅଛନ୍ତି ଏବଂ ମହିଳାମାନେ ଅଛନ୍ତି, ସେମାନଙ୍କର ଡିଗ୍ରୀ ସହିତ ଦୂର ସହରକୁ କାମ ଖୋଜିବା ପାଇଁ ଘର ଛାଡ଼ିବାକୁ ବାଧ୍ୟ ହୁଅନ୍ତି। ଏହା ମୁଖ୍ୟ କାରଣ। କାହିଁକି ବାଧ୍ୟ ହୁଅନ୍ତି? କାରଣ ସରକାର ନୂଆପଡ଼ା ନିର୍ବାଚନ ମଣ୍ଡଳୀରେ ଯୁକ୍ତ ଶିଳ୍ପ ଆଣିବାରେ କିମ୍ବା ସ୍ଥାନୀୟ ନିଯୁକ୍ତି ସୃଷ୍ଟି କରିବାର ବିଫଳ ହୋଇଛି। ଯେମିତି ନୂଆପଡ଼ା ଘୋଷଣା ଦେଖିବାକୁ ଗଲେ ବହୁତ ସାରା ଖଣିଜ ସମ୍ପଦ ଅଛି। ବକ୍ସାଇଟ୍, ଲେଟେରାଇଟ୍, ଲେମିଷ୍ଟୋନ୍, ଆରଣ୍ୟକ ସମ୍ପଦ ଭରି ରହିଛି। ଦେଖିବାକୁ ଗଲେ ଆମ ହରିହର ଅଞ୍ଚଳରେ ଯେମିତି ଗୋଟେ ସିମେଣ୍ଟ ଫ୍ୟାକ୍ଟ୍ରି ହେଇପାରିବ, ହେଲେ ସରକାର କରୁନାହାନ୍ତି। ଏହା ଏକ ବିକାଶ ନୁହେଁ, ବିକାଶର ଏଜେଣ୍ଡା ନୁହେଁ, ଏହା ଅବହେଳାର ଏକ ତାଲିକା ଅଟେ। ଆମେ ଅଣଦେଖା କରାଯାଉଛି, ଆମକୁ ଅଣଦେଖା କରାଯାଉଛି, ଏଇଟା ସତ କଥା, ଗ୍ରହଣ କରାଯାଇଛି। ଆମକୁ ଅଣଦେଖା କରାଯାଉଛି, ଏଇଟା ଗ୍ରହଣର ଯୋଗ୍ୟ ଏବଂ ବହୁଦିନ ଧରି ବହିଷ୍କାର କରାଯାଉଛି, ବଞ୍ଚିତ କରାଯାଉଛି। ମୋ ଦୃଷ୍ଟିକୋଣ ସରଳ, ଆମକୁ ଏପରି ଏକ ସରକାର ଆବଶ୍ୟକ ଯାହା ଶାସନ କରେ, କେବଳ ଖରାପ ଭାବରେ କାର୍ଯ୍ୟକାରୀ ହେଉଥିବା ଯୋଜନା ଗୁଡ଼ିକ ଚଲାଉ ନାହିଁ। ଆମକୁ ଏପରି ଜଣେ ବିଧାୟକ ଆବଶ୍ୟକ, ଯେ ଜଣେ ଓକିଲ, ଜଣେ ବ୍ୟକ୍ତିମୁଖୀ ନୁହେଁ। ଯଦି ଆପଣ ମୋତେ ନିର୍ବାଚନ କରନ୍ତି, ମୁଁ ଆବେଦନ କରୁଛି, ଯଦି ମୋତେ ଆପଣ ନିର୍ବାଚନ କରନ୍ତି, ତେବେ ଆପଣ ନୂତନ ମାଲିକ ନିର୍ବାଚିତ କରୁନାହାନ୍ତି। ଆପଣଙ୍କର ପ୍ରଥମ ସେବକ, ଚାକର ଭାବିନି, ଚାକର ସେବକ ମାଲିକର ହୁକୁମ ମାନିବେ ଏବଂ ବିଧାନସଭାରେ ଆପଣଙ୍କର ସବୁଠାରୁ ଶକ୍ତିଶାଳୀ ସ୍ୱରକୁ ନିର୍ବାଚିତ କରୁଛି। ଆପଣଙ୍କ ଆବାଜକୁ ଗାଁ ଗହଳିର ଦୁଃଖ କଷ୍ଟ ଯେଉଁ ନିବାରଣ ଥିବେ, ସେ ଦୁଃଖକୁ ନିର୍ବାଚନରେ ଉପସ୍ଥାପନ କରିପାରିବେ। ମୁଁ ପ୍ରତିଶ୍ରୁତି କରିଛନ୍ତି କରିବି। ମୋର ପ୍ରଥମ ପ୍ରାଥମିକତା ହେବ ଏସବୁ ଜିନିଷ। ଜଳ, ସ୍ୱଚ୍ଛ ଜଳ ଏକ ଅଧିକାର, ଏକ ବିଳାସ ନୁହେଁ। ଦେଖିବାକୁ ଗଲେ ଆମେ ପ୍ରତ୍ୟେକ ସ୍ଥାନୀୟ ପ୍ରକଳ୍ପ ସ୍ୱଚ୍ଛ ଆଣିଛୁ, ହେଲେ ଖର୍ଚ୍ଚ ହୋଇଥିବା ପ୍ରତ୍ୟେକ ଟଙ୍କାକୁ ସର୍ବସାଧାରଣ ହିସାବ କରାଯିବ। ଲୁଚି ରହିଥିବା ଫାଇଲ ଏବଂ ପୋଛାପୋଛା କରିବାର ଦିନ ଶେଷ ହୋଇଯାଇଛି। କରପସନ୍ ଘଟିବ। ଏମିତି କାମଟା ଉପରୁ ପାସ୍ ହେଇ ଆସେ, ହେଲେ ଯେଉଁ ପ୍ରକାର କାମ ହେବା କଥା ସେ କାମ ହୋଇପାରେନି। ସବୁ ଜାଗାରେ ଦୁର୍ନୀତି। ଏଇଟା ମାନି ନିଅନ୍ତୁ, ଗୋଟେ 100 ଟଙ୍କାର ଜିନିଷଟା ତିଆରି ହେବା କଥା, ସେ 100 ଟଙ୍କା ଲାଗିନି, କିନ୍ତୁ 20 ଟଙ୍କା ଲାଗିକି 80 ଟଙ୍କା ଖାଇଦିଅନ୍ତି। ଏ ଭ୍ରଷ୍ଟାଚାରୀ ଦୁରାଚାରୀ ଆମର ସରକାରର ତୁଳନା। ଆମେ ଆମର ସ୍ଥାନୀୟ
ପ୍ରତିଭାକୁ ପ୍ରକୃତ ସୁଯୋଗ ସହିତ ମେଳ କରିବ ଏବଂ ମସ୍ତିଷ୍କ ନିଷ୍କାସନକୁ ବନ୍ଦ କରିବା ପାଇଁ ଆମ ନିର୍ବାଚନ ମଣ୍ଡଳୀରେ ଏକ ଉତ୍ସର୍ଗୀକୃତ ଯୁବ ଦକ୍ଷତା ଏବଂ ସ୍ଥାପନ କରି ଆଜି ମୁଁ ସେବାର ପ୍ରତିଜ୍ଞା ନେଉଛି। ଆପଣ ଶୁଣିଥିବେ ମୋ ଭିଡ଼ିଓକୁ ଧ୍ୟାନ ସେ ଶୁଣନ୍ତୁ, ଦେଖନ୍ତୁ। ଆଜି ମୁଁ ସେବାର ପ୍ରତିଜ୍ଞା ନେଉଛି। ଏବେ ମୁଁ ଆପଣଙ୍କ କାର୍ଯ୍ୟରେ ପ୍ରତିଜ୍ଞା ନେବାକୁ କହୁଛି। ଏହି ନିର୍ବାଚନ ଦଳୀୟ ପତାକା ବିଷୟରେ ନୁହେଁ। ମୋ ଦଳୀୟ ପତାକା ଯେଉଁ ଅଛି ସେ ଦଳୀୟ ବିଷୟ ନୁହେଁ। ଏହା ଆପଣଙ୍କର ପିଲାମାନଙ୍କର ଭବିଷ୍ୟତ, ଆପଣଙ୍କ ପରିବାର ସୁରକ୍ଷା ଏବଂ ଆପଣଙ୍କ କଠିନ ପରିଶ୍ରମର ମର୍ଯ୍ୟାଦା ବିଷୟରେ। ଦେଖନ୍ତୁ, ବିଦ୍ୟମାନ ସରକାର ସମୟ ସରିଯାଇଛି। ଏମିତି ଆପଣ ଦେଖିଲେ, କଂଗ୍ରେସ ସରକାର ଦେଖିଲେ, ବିଜେପି ଦେଖିଲେ, ବିଜେଡ଼ି ଦେଖିଲେ, ସେମାନେ ସେମାନଙ୍କର ପାରଗତା ଏବଂ ଉଦାସୀନତା ପ୍ରଦର୍ଶନ କରିଛନ୍ତି। ସେମାନଙ୍କର ଯିବାର ସମୟ ଆସିଛି। ସେମାନଙ୍କର ବିଦାୟ କରିବାର ସମୟ ଆସିଛି। ସେମାନଙ୍କୁ ଦୂରେଇ ଯିବା ସୁଯୋଗ ଆସିଛି। ଆମ ନିର୍ବାଚନ ଦିନ, ଆସନ୍ତା ନିର୍ବାଚନ ଦିନ ଆପଣ ଘରୁ ବାହାରନ୍ତୁ। କେବଳ ମୋତେ ଭୋଟ ଦିଅନ୍ତୁ ନାହିଁ, ଏକ ନୂତନ ଆରମ୍ଭ ପାଇଁ ଭୋଟ ଦିଅନ୍ତୁ। ଯାହା ଆପଣଙ୍କ ଏକ ଦାୟୀ ସରକାରକୁ ଭୋଟ ଦିଅନ୍ତୁ। ନିଜ କ୍ଷମତା ପାଇଁ ଭୋଟ ଦିଅନ୍ତୁ। ଏତିକି କହି ମୁଁ ମୋ ବକ୍ତବ୍ୟ ଶେଷ କରିବି। ଜୟ ସମ୍ବିଧାନ, ଜୟ ଓଡ଼ିଶା, ଜୟ ନୂଆପଡ଼ା କନଷ୍ଟିଚ୍ୟୁସନ୍, ନୂଆପଡ଼ା ଜିଲ୍ଲା। ଆସନ୍ତୁ ଆମେ ସବୁ ଏକାଠି ହୋଇ ଜିତିବା। ଆପଣଙ୍କ ସୁଯୋଗ ମୋତେ ବହୁତ ଦରକାର ଅଛି। ଆପଣଙ୍କ ମତକୁ ମୁଁ ଯାଇ ବିଧାନସଭାରେ ମୁଁ ରଖିପାରିବି କଥା। ଆଉ ମୁଁ ସେଇ ଆପଣଙ୍କର ଦୈନିକ ଜୀବନ ଯେମିତି ଘଟିଛି, ସେ ବାର୍ଷିକିଆ ପିଲା, ସେ ଗରିବ ପିଲା, ଆପଣଙ୍କ ଯେଉଁ କଷ୍ଟ ଭୋଗୁଛନ୍ତି, ଦିନଚର୍ଯ୍ୟା କାଟୁଛନ୍ତି, ସେଇଦିନ ମୁଁ ଏବେ ମଧ୍ୟ କାଟୁଛି। ମୋ ନିବେଦନ ଅଛି, ମୋର ଚିହ୍ନ ହେଉଛି ଭୋଟ ଚିହ୍ନ। ମୁଁ ଆପତ୍ତି କରୁଛି, ବିନତି ଅନୁରୋଧ କରୁଛି, ଘରୁ ବାହାରନ୍ତୁ, ସୁଯୋଗ ନେତା ବାଛନ୍ତୁ, ଯେଉଁ ଆପଣଙ୍କର ଦୈନନ୍ଦିନ ଜୀବନରେ ସୁଖ ସମ୍ପଦ ଆଣିପାରେ। ନିଶ୍ଚିତ ନେତା ଭାବନ୍ତୁ ଏ ଦାୟିତ୍ୱର ଯୋଗ୍ୟ ଅଟେ। ମତଦାନ କରନ୍ତୁ, ଆସନ୍ତୁ, ସବୁ ଗାଁରୁ ବାହାରନ୍ତୁ। ମୁଁ ଏତିକି ମୋର ନିବେଦନ ଅଛି।